ଆଜି ଆସନ୍ତୁ ଜାଣିବା ଜନ୍ ଷ୍ଟୁଆର୍ଟ ମିଲ୍ଙ୍କ କଥା। ତାଙ୍କ କାହାଣୀ କେବଳ ଜଣେ ଦାର୍ଶନିକଙ୍କ କାହାଣୀ ନୁହେଁ, ଏହା ହେଉଛି ଏକ ଏମିତି ମସ୍ତିଷ୍କର କଥା ଯାହା ଉପରେ ପଡ଼ିଥିଲା ଅସମ୍ଭବ ବୌଦ୍ଧିକ ଚାପ, ଆଉ ତାପରେ ସେ ମସ୍ତିଷ୍କ ଭାଙ୍ଗିଗଲା କେବଳ ପୁଣି ଥରେ ନିଜକୁ ଗଢ଼ିବା ପାଇଁ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ନୁହେଁ କି? ଯେଉଁ ପିଲା ମାତ୍ର 4 ବର୍ଷ ବୟସରେ ଗ୍ରୀକ୍ ଭାଷା ଶିଖିପାରୁଥିଲା, ସେହି ପିଲା 21 ବର୍ଷ ବୟସରେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲା କେମିତି? ମିଲ୍କର ଜୀବନର ଏହି ବିରୋଧାଭାସ ହିଁ ତାଙ୍କ କାହାଣୀର କେନ୍ଦ୍ରବିନ୍ଦୁ। ତେବେ ଆସନ୍ତୁ ଏହାର ଉତ୍ତର ଖୋଜିବା। ତେବେ ଏ କାହାଣୀର ଆରମ୍ଭ ହେଉଛି ମିଲ୍କ ପିଲାଦିନରୁ। କିନ୍ତୁ ତାଙ୍କ ପିଲାଦିନ ଆଦୌ ସାଧାରଣ ନଥିଲା। ଏହା ଥିଲା ଗୋଟେ କଠୋର ବୌଦ୍ଧିକ ପରୀକ୍ଷା। ମିଲ୍ଙ୍କ ପିଲାବେଳ 3 ଜଣଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ପ୍ରଥମେ ଥିଲେ ତାଙ୍କ ବାପା ଜେମ୍ସ ମିଲ୍, ଦ୍ୱିତୀୟରେ ବାପାଙ୍କର ସବୁଠୁ ଭଲ ସାଙ୍ଗ ଆଉ ସେ ସମୟର ଜଣେ ବଡ଼ ଦାର୍ଶନିକ ଜେରେମି ବେନ୍ଥାମ୍, ଆଉ ତୃତୀୟରେ ଥିଲେ ନିଜେ ଜନ୍ ଷ୍ଟୁଆର୍ଟ ମିଲ୍, ଯେ କେବଳ ଜଣେ ପୁଅ କିମ୍ବା ଛାତ୍ର ନଥିଲେ, ବରଂ ଏହି 2 ଜଣଙ୍କର ଦାର୍ଶନିକ ପରୀକ୍ଷଣର ମୁଖ୍ୟ ବିଷୟବସ୍ତୁ ଥିଲେ। ଆଉ ସେମାନଙ୍କର ଏହି ପରୀକ୍ଷଣର ଆଧାର କ'ଣ ଥିଲା? ତାହା ଥିଲା ଉପଯୋଗିତାବାଦ ବା ୟୁଟିଲିଟେରିଆନିଜମ୍। ଏହାର ମୂଳ କଥା ହେଉଛି ସେହି କାମ ହିଁ ଠିକ୍ ଯାହା ସମାଜର ସବୁଠୁ ବେଶୀ ଲୋକଙ୍କ ପାଇଁ ସବୁଠୁ ବେଶୀ ଖୁସି ଆଣିଦିଏ। ବାସ୍ ଏହି ଗୋଟିଏ ନିୟମ ଉପରେ ହିଁ ମିଲ୍ଙ୍କ ପୁରା ପିଲାଦିନ, ତାଙ୍କର ପାଠପଢ଼ା ଆଉ ତାଙ୍କର ଚିନ୍ତା କରିବାର ଶୈଳୀ ସବୁକିଛି ତିଆରି କରାଯାଇଥିଲା। ଆଉ ଏହି ଶିକ୍ଷାର ଗତି କେତେ ଦ୍ରୁତ ଥିଲା ଟିକେ ଦେଖନ୍ତୁ। 4 ବର୍ଷ ବୟସରେ ଗ୍ରୀକ୍, 7 ବର୍ଷରେ ଲାଟିନ୍, ଆଉ 13 ବର୍ଷ ବେଳକୁ ଜଣେ କଲେଜ ଗ୍ରାଜୁଏଟ୍ଙ୍କ ପାଖରେ ଯେତିକି ଜ୍ଞାନ ଥାଏ ତାଙ୍କ ପାଖରେ ସେତିକି ଥିଲା। ଏହାକୁ କେବଳ ସଫଳତା କହିଲେ ଭୁଲ ହେବ। ଏହା ଥିଲା ତାଙ୍କ ଉପରେ ପଡ଼ୁଥିବା ଅସହ୍ୟ ମାନସିକ ଚାପର ଗୋଟେ ଝଲକ। କିନ୍ତୁ ଏତେ ବେଗରେ ଦୌଡ଼ୁଥିବା ଗାଡ଼ିର କେବେ ନା କେବେ ଦୁର୍ଘଟଣା ଘଟିବା ତ ନିଶ୍ଚିତ ଥିଲା, ଆଉ ତାହା ହିଁ ହେଲା। ମିଲ୍ଙ୍କ ଜୀବନରେ ଆସିଲା ସେହି ସଙ୍କଟ ଯାହାକୁ ଏଡ଼ାଇବା ଅସମ୍ଭବ ଥିଲା। ତାଙ୍କ ଜୀବନ କେମିତି ଥିଲା? ଖାଲି କାମ, କାମ ଆଉ କାମ। ଏକ ପୂରାପୂରି ନିରସ ଜୀବନ ଯେଉଁଟା ତାଙ୍କ ବାପା ଆଉ ବେନ୍ଥାମ୍ ତାଙ୍କ ଉପରେ ଲଦି ଦେଇଥିଲେ। ସେଠି ତର୍କ ଥିଲା, ଯୁକ୍ତି ଥିଲା, କିନ୍ତୁ ହୃଦୟ ପାଇଁ, ଭାବନା ପାଇଁ କୌଣସି ଜାଗା ହିଁ ନଥିଲା। ଆଉ ଶେଷରେ ମାତ୍ର 21 ବର୍ଷ ବୟସରେ ଏହି ଚାପ ଆଉ ସମ୍ଭାଳି ହେଲା ନାହିଁ। ଫଳ କ'ଣ ହେଲା? ସମ୍ପୂର୍ଣ୍ଣ ମାନସିକ ଭାରସାମ୍ୟ ହରାଇ ବସିଲେ ମିଲ୍। ଆଉ ତାପରେ ଆରମ୍ଭ ହେଲା ଏକ ଲମ୍ବା ଅନ୍ଧକାରମୟ ସମୟ, ଗଭୀର ମାନସିକ ଅବସାଦର ସମୟ। କିନ୍ତୁ କୁହନ୍ତି ନା, ଅନ୍ଧାର ପରେ ହିଁ ଆଲୋ ଆସେ। ମିଲ୍ଙ୍କ ପାଇଁ ଏହି ସଙ୍କଟ ତାଙ୍କର ଶେଷ ନଥିଲା, ବରଂ ଏକ ନୂଆ ଆରମ୍ଭ ଥିଲା। ଏଇଠୁ ହିଁ ତାଙ୍କ ଚିନ୍ତାଧାରାର ଏକ ନୂଆ ଜନ୍ମ ହେଲା, ଆଉ କିଛି ନୂଆ କଥା ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା। ତେବେ କ'ଣ ଥିଲା ସେହି ପରିବର୍ତ୍ତନର କାରଣ? ପ୍ରଥମତଃ କବିତା। ୱିଲିୟମ୍ ୱାର୍ଡସୱାର୍ଥଙ୍କ କବିତା ତାଙ୍କ ଭିତରେ ସେହି ଭାବନାକୁ ପୁଣି ଥରେ ଜାଗ୍ରତ କଲା ଯାହାକୁ ତାଙ୍କ ପିଲାଦିନର ଶିକ୍ଷା ଦବାଇ ଦେଇଥିଲା। ଆଉ ତା ସହିତ ତାଙ୍କ ଜୀବନରେ ଆସିଲେ 2 ଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି, ହ୍ୟାରିଏଟ୍ ଟେଲର ଆଉ ଆଲେକ୍ସିସ୍ ଡି ଟକ୍ଭିଲ୍ଙ୍କ ଲେଖା। ଏମାନେ ତାଙ୍କ ଚିନ୍ତା କରିବାର ଧାରାକୁ ପୂରାପୂରି ଓଲଟପାଲଟ କରିଦେଲେ। ଏମାନଙ୍କ ଭିତରେ ସବୁଠୁ ବେଶୀ ପ୍ରଭାବ ଥିଲା ହ୍ୟାରିଏଟ୍ ଟେଲରଙ୍କର। ମିଲ୍ ନିଜେ ତାଙ୍କ ବିଷୟରେ କ'ଣ କହିଛନ୍ତି ଦେଖନ୍ତୁ। ସେ ମୋ ଜୀବନର ବୌଦ୍ଧିକ ପ୍ରେରଣା ଥିଲେ। 24 ବର୍ଷ ବୟସରେ ତାଙ୍କ ସହ ଦେଖା ହୋଇଥିଲା, ଆଉ 20 ବର୍ଷ ପରେ ସେମାନେ ବିବାହ କରିଥିଲେ। ମିଲ୍ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ ତାଙ୍କର ବଡ଼ ବଡ଼ କାମଗୁଡ଼ିକ ପଛରେ ହ୍ୟାରିଏଟ୍ଙ୍କର ବହୁତ ବଡ଼ ହାତ ଥିଲା। ତେବେ ଏହି ପରିବର୍ତ୍ତନ କେତେ ବଡ଼ ଥିଲା ଆସନ୍ତୁ ଦେଖିବା। ସଙ୍କଟ ପୂର୍ବରୁ ତାଙ୍କ ଉପରେ କେବଳ ତାଙ୍କ ବାପା ଆଉ ବେନ୍ଥାମ୍ଙ୍କ ପ୍ରଭାବ ଥିଲା, କିନ୍ତୁ ସଙ୍କଟ ପରେ ତାଙ୍କୁ ପ୍ରଭାବିତ କଲେ ହ୍ୟାରିଏଟ୍ ଟେଲର, କବିତା ଆଉ ନୂଆ ଚିନ୍ତାଧାରା। ତାଙ୍କ ଦର୍ଶନ ଯାହା ଆଗରୁ କଠୋର ଆଉ ଶୁଖିଲା ଥିଲା, ତାହା ଏବେ ଅଧିକ ମାନବୀୟ ହୋଇଗଲା। ସେ ଯେମିତି ଗୋଟେ ବୌଦ୍ଧିକ ମସିନ୍ରୁ ବଦଳି ଜଣେ ଭାବନାଶୀଳ, ଜଟିଳତାକୁ ବୁଝୁଥିବା ମଣିଷ ପାଲଟିଗଲେ। ଆଉ ଏହି ଯେଉଁ ନୂଆ ମିଲ୍ ତିଆରି ହେଲେ, ତାଙ୍କର ବିଚାରଧାରା ବି ସେମିତି କ୍ରାନ୍ତିକାରୀ ଥିଲା। ସେ ଏବେ କେବଳ ଜଣେ ଦାର୍ଶନିକ ନଥିଲେ, ବରଂ ବ୍ୟକ୍ତିଗତ ସ୍ୱାଧୀନତା ଆଉ ବିଶେଷକରି ମହିଳା ଅଧିକାରର ଜଣେ ବଡ଼ ସମର୍ଥକ ଭାବେ ସାମ୍ନାକୁ ଆସିଲେ। ଏହା ଥିଲା ତାଙ୍କ ଯାତ୍ରାର ସବୁଠୁ ବଡ଼ ମୋଡ଼। ସେ ଯେଉଁ ସିଦ୍ଧାନ୍ତକୁ ପିଲାଦିନୁ ଘୋଷି ଘୋଷି ବଡ଼ ହୋଇଥିଲେ, ସେହି ଉପଯୋଗିତାବାଦକୁ ସେ ଏବେ ପ୍ରଶ୍ନ କରିବା ଆରମ୍ଭ କଲେ। ସେ ନିଜ ଗୁରୁ, ନିଜ ବାପା ଆଉ ବେନ୍ଥାମ୍ଙ୍କ ବିଚାରର ସମାଲୋଚନା କଲେ। ଜଣେ ଶିଷ୍ୟ ଏବେ ସମାଲୋଚକ ପାଲଟି ଯାଇଥିଲେ। ତାଙ୍କର ଏହି ନୂଆ ଚିନ୍ତାଧାରାର ସବୁଠୁ ବଡ଼ ପ୍ରମାଣ ହେଉଛି ତାଙ୍କର ବହି ଦି ସବଜେକ୍ସନ୍ ଅଫ୍ ୱିମେନ୍, ଯାହା ସେ ହ୍ୟାରିଏଟ୍ ଟେଲରଙ୍କ ସହ ମିଶି ଲେଖିଥିଲେ। ଭାବନ୍ତୁ, ସେହି 19ବିଂଶ ଶତାବ୍ଦୀରେ ସେ ମହିଳାମାନଙ୍କ ପାଇଁ ଭୋଟ ଅଧିକାର, ସମ୍ପତ୍ତିରେ ସମାନ ଅଧିକାର, ଏପରିକି ଛାଡ଼ପତ୍ରର ଅଧିକାର ପାଇଁ ବି ଯୁକ୍ତି କରୁଥିଲେ। ଏସବୁ ସେତେବେଳେ କେତେ କ୍ରାନ୍ତିକାରୀ ଥିବ କଳ୍ପନା କରନ୍ତୁ।
ତେବେ ଆଜିର ଦୁନିଆରେ ମିଲିଲଙ୍କର ପ୍ରାସଙ୍ଗିକତା କ'ଣ? ସେ ଆମ ପାଇଁ କ'ଣ ଛାଡ଼ି ଯାଇଛନ୍ତି? ତାଙ୍କ ଚିନ୍ତାଧାରାର ପ୍ରଭାବ ଆଜି ବି ରାଜନୀତି ଏବଂ ସମାଜ ଉପରେ ଦେଖିବାକୁ ମିଳେ। ଉଦାହରଣ ସ୍ୱରୂପ ଗଣତନ୍ତ୍ରକୁ ନେଇ ତାଙ୍କର ମତ ବହୁତ ଜଟିଳ ଥିଲା। ସେ କହୁଥିଲେ ଯେ ଆମେ ବାଛିଥିବା ପ୍ରତିନିଧିଙ୍କ ଦ୍ୱାରା ଶାସନ ଅର୍ଥାତ୍ ରିପ୍ରେଜେଣ୍ଟେଟିଭ୍ ଡେମୋକ୍ରେସି ହିଁ ସବୁଠୁ ଭଲ। କିନ୍ତୁ ସେ ଏକଥା ବି କହୁଥିଲେ ଯେ ଯେଉଁମାନେ ବେଶୀ ପାଠ ପଢ଼ିଛନ୍ତି ତାଙ୍କର ଭୋଟର ମୂଲ୍ୟ ଅଧିକ ହେବା ଦରକାର। ଏହା ଏକ ଏମିତି ବିଚାର ଯାହା ଆଜି ବି ବହୁତ ବିବାଦୀୟ। ଆଉ ତାଙ୍କ ଜୀବନ କେବଳ ବହି ଲେଖିବାରେ କଟିନଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀରେ ବହୁତ ବର୍ଷ କାମ କରିବା ପରେ ସେ ବ୍ରିଟିଶ ସଂସଦ ଅର୍ଥାତ୍ ହାଉସ୍ ଅଫ୍ କମନ୍ସର ସଦସ୍ୟ ବି ହୋଇଥିଲେ। ଏଠାରେ ସେ ତାଙ୍କ ଦାର୍ଶନିକ ବିଚାରଗୁଡ଼ିକୁ ନୀତି ନିୟମରେ ପରିଣତ କରିବା ପାଇଁ ଚେଷ୍ଟା କରିଥିଲେ। ଶେଷରେ ମିଲ୍ଙ୍କ ଜୀବନରୁ ଆମେ ଗୋଟିଏ ବହୁ ବଡ଼ କଥା ଶିଖିପାରିବା। ପ୍ରକୃତିରେ ବଢ଼ିବାର ଅର୍ଥ କେବଳ ନୂଆ କଥା ଶିଖିବା ନୁହେଁ, ବରଂ ଯେଉଁ କଥାକୁ ଆମେ ସତ ବୋଲି ମାନି ନେଇଛେ ତାକୁ ପ୍ରଶ୍ନ କରିବାର ସାହସ ରଖିବା। ତେବେ ଏବେ ଚିନ୍ତା କରିବାର କଥା ଏଇଆ ଯେ ଆମ ଆଜିର ସମାଜରେ ଏମିତି କେଉଁ ସ୍ୱୀକୃତ ସତ୍ୟ ସବୁ ଅଛି ଯାହାକୁ ମିଲ୍ଙ୍କ ଭଳି ପୁଣି ଥରେ ପରଖି ଦେଖିବାର ସମୟ ବୋଧହୁଏ ଆସିଯାଇଛି।